ଅନେକ ଦିନ ତଳର କଥା। ଗୋଟିଏ ଗାଁରେ ଏକ ଛୋଟ ଘରେ ବାସ କରୁଥିଲେ ଏକ ବ୍ରାହ୍ମଣ ଓ ତାର ସ୍ତ୍ରୀ। ସେମାନେ ଏତେ ଧନବାନ ନଥିଲେ, ସେଥିପାଇଁ ସେମାନେ ଦୁଃଖୀ ନଥିଲେ। ସେମାନେ ଦୁଃଖରେ ଥିଲେ ପିଲାଟିଏ ପାଇଁ। ସେମାନଙ୍କର କୌଣସି ପିଲାପିଲି ନଥିଲେ। ଆଗ ବ୍ରାହ୍ମଣୀ, ଆର ଗାଁରେ ଗୋଟେ ପୂଜା ଅଛି। ମୁଁ ପୂଜା ସାରି ସଞ୍ଜ ପୂର୍ବରୁ ଫେରି ଆସିବି। ତୁମେ ଘରେ କବାଟ କଣ୍ଟା ଦେଇ ରହିଥିବ। ହଁ ହେ, କୁଆଡେ ମୁଁ ଯାଉଛି କି? ଗାଁ ମାଇପେ କେତେ ଟାହିଟା ପରା କରୁଛନ୍ତି, ଦେଖେଇ ଶିଖେଇ କେତେ କଥା କହୁଛନ୍ତି। ମୁଁ ତ ସଦାବେଳେ ଘରେ ଅଛି। ହଁ ଗୋ, ମୁଁ ତୁମ ଦୁଃଖ ବୁଝୁଛି। ଭଗବାନଙ୍କୁ ଡାକିବା, ସେ ନିଶ୍ଚୟ ଆମ ଦୁଃଖ ଦୂର କରିବେ। ଆମ କୋଳରେ ନିଶ୍ଚିତ ଭାବରେ ପିଲାଟିଏ ଦେବେ। ଏବେ ମୁଁ ଯାଉଛି, ମନ ଉଣା କରନା। ବ୍ରାହ୍ମଣୀକୁ ଏମିତି କହି ସେ ବ୍ରାହ୍ମଣ ଚାଲିଗଲେ। ପୂଜା ସରୁ ସରୁ ବେଳ ବୁଡ଼ିଗଲା। ବ୍ରାହ୍ମଣ ତରତରରେ ଘର ମୁହାଁ ହେବାକୁ ଲାଗିଥାନ୍ତି। ହଠାତ୍ ତାଙ୍କ ଗୋଡ଼ରେ ସେ କ'ଣ ଗୋଟେ ଝୁଣ୍ଟିଲେ। ଆରେ, ଇଏ ତ ଗୋଟେ ନେଉଳ ଛୁଆ। ଏଇ ଛୁଆଟିକୁ ଏଠି ଛାଡ଼ିଦେବା ଠିକ୍ ହେବନି। ଘରକୁ ନେଇଯାଏ, ତାକୁ ଖୋଇ ପେଇ ସୁସ୍ଥ କରି ପୁଣି ଆଣି ଛାଡ଼ିଦେବି। ବ୍ରାହ୍ମଣ ନେଉଳ ଛୁଆଟି ଆଣି ବ୍ରାହ୍ମଣୀକୁ ଦେଲେ। ବ୍ରାହ୍ମଣୀ ତାକୁ ଖାଇବାକୁ ଦେଲେ, ତାର ଯତ୍ନ ନେଲେ। ନେଉଳ ଛୁଆଟି କିନ୍ତୁ ଆଉ ସେ ଘର ଛାଡ଼ି କୁଆଡ଼େ ଗଲା ନାହିଁ। କିଛି ଦିନ ପରେ ବ୍ରାହ୍ମଣୀର ପୁଅଟିଏ ହେଲା। ବ୍ରାହ୍ମଣ ଓ ବ୍ରାହ୍ମଣୀ ବହୁତ ଖୁସି। ଯା ହେଉ, ଏତେ ଦିନେ ଠାକୁର ଆମର ଦୁଃଖ ଦୂର କଲେ। ଭଲ କର୍ମର ଭଲ ଫଳ। ତୁମେ ନେଉଳ ଛୁଆଟିର ଜୀବନ ବଞ୍ଚାଇଥିଲ, ତୁମକୁ ଭଗବାନ ପୁଅଟିଏ ଦେଲେ। ହଁ ଗୋ, ଏଇ ନେଉଳ ଛୁଆ ବି ଆମର ଗୋଟିଏ ପୁଅ। ଭଗବାନ ଆମକୁ ଗୋଟିଏ ନୁହଁ, ଦୁଇଟି ପୁଅ ଦେଇଛନ୍ତି। ଏମିତି ଏମିତି କିଛି ଦିନ ବିତିଗଲା। ମୁଁ ଗାଧୋଇବାକୁ ନଈକି ଯାଉଛି। ପୁଅ ଶୋଇଛି, ତୁମେ ଟିକେ ଜଗିଥିବ। ମୁଁ ନଦୀରୁ ଆସିଲେ ଯାଇ ଯୁଆଡ଼େ ଯିବ। ତାପରେ ବ୍ରାହ୍ମଣୀ ନଈକୁ ଗାଧୋଇବାକୁ ଚାଲିଗଲା। ବ୍ରାହ୍ମଣ ପୁଅକୁ ଜଗି ରହିଲା। କିଛି ସମୟ ପରେ ଜମିଦାର ଘର ପିଆଦା ଆସି ପହଞ୍ଚିଲା। ଗୋସେଇ ଆଜ୍ଞା, ଜମିଦାର ଜରୁରୀ ଡକେଇଛନ୍ତି, ଆସନ୍ତୁ ଆଜ୍ଞା। ତାଙ୍କର ଅନୁକୂଳ ପୂଜା ହେବାର ଅଛି। ପିଆଦା ଚାଲିଯିବା ପରେ ବ୍ରାହ୍ମଣ ଯିବାକୁ ପ୍ରସ୍ତୁତ ହେଲେ, କିନ୍ତୁ ବ୍ରାହ୍ମଣୀ ଆସିନାହିଁ ସେ ଯାଏ। ଆଉ ଜମିଦାରଙ୍କ ଘରକୁ ନ ଯିବାର ଅର୍ଥ ଜମିଦାରଙ୍କ କୋପ ଦୃଷ୍ଟି ପଡ଼ିବ। କୋଉଠି ବି ପୂଜା କରେଇଦେବେନି, କି ପଇସା ପତ୍ର ବି ମିଳିବନି। ବ୍ରାହ୍ମଣ ଦେଖିଲେ ନେଉଳ ଘରେ ଅଛି। ସେ ନେଉଳକୁ ଡାକି କହିଲେ, ଆରେ ପୁଅ, ବ୍ରାହ୍ମଣୀ ଆସିବା ଯାକେ ସାନ ଭାଇକୁ ଜଗି ରହିଥିବୁ, କୁଆଡ଼େ ଯିବୁ ନାହିଁ। ମୁଁ ଆର ଗାଁରୁ ଆସୁଛି। ଏମିତି କହି ବ୍ରାହ୍ମଣ ଆର ଗାଁକୁ ଗଲେ। ନଈ ବନ୍ଧରେ ବ୍ରାହ୍ମଣୀକୁ ସବୁ କଥା କହିଲେ। ବ୍ରାହ୍ମଣୀ ତରତର ହୋଇ ଘର ମୁହାଁ ହେଲେ। ଏଣେ ଘର ଭିତରେ ନେଉଳ ଛୁଆକୁ ଜଗି ବସିଥାଏ। ଅଗଣା ଭିତରକୁ ସାପଟିଏ ପଶି ଆସିଲା। ନେଉଳର ଆଖି ପଡ଼ିଗଲା ସାପ ଉପରେ। ସାପଟି ଛୁଆଟି ଆଡ଼କୁ ଆସୁଥାଏ। ନେଉଳ ଝାମ୍ପ ମାରିଲା ସାପ ଉପରେ। ସାପ ସହିତ ନେଉଳର ଯୁଦ୍ଧ ଚାଲିଲା। ନେଉଳ ଶେଷରେ ସାପଟିକୁ ମାରିଦେଲା। ସାପଟିକୁ ଖଣ୍ଡ ଖଣ୍ଡ କରି କାଟିଦେଲା। ଠିକ୍ ଏତିକି ବେଳେ ବ୍ରାହ୍ମଣୀ ଆସିଲା। ଛୁଆଟି ଶୋଇ ପଡ଼ିଥାଏ, କିଛି ସ୍ୱର ଶବ୍ଦ ଶୁଭୁ ନଥାଏ। ନେଉଳ ଖୁସିରେ ବ୍ରାହ୍ମଣୀକୁ ଦେଖେଇବାକୁ ଗଲା। ନେଉଳ ପାଟିରେ ରକ୍ତ ଲାଗିଥାଏ। ବ୍ରାହ୍ମଣୀ ଦେଖିଲା ଘର ଭିତରୁ ରକ୍ତଧାର ଅଗଣାକୁ ବହି ଆସୁଛି। ବ୍ରାହ୍ମଣୀ ଭାବିଲା, ଏଇ ନେଉଳ ବୋଧେ ମୋ ପୁଅକୁ ମାରି ଦେଇଛି। ତାପରେ ବ୍ରାହ୍ମଣୀ ରାଗରେ ଅନ୍ଧ ହୋଇ ଗୋଟିଏ କାଠପଟା ଆଣି ନେଉଳକୁ ପିଟି ଦେଲା। ନେଉଳଟି ଛଟପଟ ହୋଇ ମରିଗଲା। ବ୍ରାହ୍ମଣୀ ବିକଳରେ ଘର ଭିତରକୁ ଦୌଡ଼ିଲା। ପୁଅ ଶୋଇଥାଏ। ବ୍ରାହ୍ମଣୀ ପୁଅଟିକୁ କୋଳେଇ ନେଲା। ଦେଖିଲା ସାପଟିଏ ଖଣ୍ଡ ଖଣ୍ଡ ହୋଇ ମରି ପଡ଼ିଛି। ଏବେ ସେ ବୁଝିପାରିଲା ଯେ ନେଉଳ ସାପଟିକୁ ମାରିଛି। ହୁଏତ ସାପଟି ଆସିଥିଲା ତା ପିଲାକୁ ମାରିଥାନ୍ତା। ବ୍ରାହ୍ମଣୀ ଦୁଃଖରେ ଭାଙ୍ଗି ପଡ଼ିଲା। କିନ୍ତୁ ଆଉ କ'ଣ ହେବ? ଉପକାରୀ ନେଉଳଟିକୁ ତ ସେ ନିଜେ ମାରି ଦେଇଛି। ଆଉ ପସ୍ତେଇକି ଲାଭ କ'ଣ? ଏ ଗପରୁ ଆମେ ଶିଖିଲେ କି ଆଗ ପଛ ବିଚାରି କାମ ନ କଲେ ପସ୍ତେଇବାକୁ ପଡ଼େ।